ପ୍ରେରିତ ସାଧୁ ପାଉଲଙ୍କର ପତ୍ର ତାର 3 ଅଧ୍ୟାୟ ଚାପ୍ଟର 3 ଭର୍ସ 1 ପଢନ୍ତୁ। ଭାଇ ଆଉ ଥରେ କୁହନ୍ତୁ। ତୁମ୍ଭେ ମାନେ କଲୋସି 3 ପର୍ବ 1 ପଦ। ତୁମ୍ଭେ ମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯୋଉ ବାସସ୍ଥାନ, ସେ ଊର୍ଦ୍ଧ୍ୱ ସ୍ଥାନର ବିଷୟ ସବୁ ଅନ୍ୱେଷଣ କର। ଆମେନ୍। ଥ୍ୟାଙ୍କ ୟୁ ଭଉଣୀ। ଅନ୍ୱେଷଣ କର, ତାକୁ ଇଂରାଜୀରେ ଲେଖାଯାଏ ସିକ୍। ସେହି ଊର୍ଦ୍ଧ୍ୱ ସ୍ଥାନ ବିଷୟରେ ଯଦିଓ ସବିଶେଷ ବିବରଣୀ ନାହିଁ, ତେବେ ଯାହିଟା ଅଛି ଆମମାନଙ୍କ ପାଖରେ ସେଟା ହଉଛି ପ୍ରକାଶିତ ବାକ୍ୟରେ। ଆଉ ଆମମାନଙ୍କ ସୌଭାଗ୍ୟ ଯେ ଯୀଶୁଙ୍କର ଯୋଉ ଶିଷ୍ୟ ଯୋହନ, ତାଙ୍କୁ ପ୍ରଭୁ ଯୋଉ ସବୁ ରିଭିଲ୍ କରିଥିଲେ, ପ୍ରକାଶ କରିଥିଲେ, ତାଙ୍କୁ ନେଇକିରି ସେଇ ଜାଗାରେ ଦେଖେଇଥିଲେ, ସେସବୁ ଯୋଉ ବର୍ଣ୍ଣନା କରିଛନ୍ତି ଆମମାନଙ୍କ ପାଇଁ ଅତି ସେଟା ଗୁରୁତ୍ୱପୂର୍ଣ୍ଣ ବିଷୟ। ତ ଯେତେବେଳେ ଆମେ ଏଇ ପଦଟିକୁ ଆମେ ପଢୁଛୁ, ଖ୍ରୀଷ୍ଟଙ୍କର ଯୋଉ ବାସସ୍ଥାନ, ଖ୍ରୀଷ୍ଟଙ୍କର ବାସସ୍ଥାନ ଆମେ ସମସ୍ତେ ଜାଣିଛୁ ସେଟା ହଉଛି ହେଭେନ୍। ନା ଆଉ ଖ୍ରୀଷ୍ଟଙ୍କର ବାସସ୍ଥାନ ଆଉ କୋଉଠି ଅଛି? ଆଉ କାହା ପାଖରେ କିଛି ଆଡ୍ରେସ୍ ଅଛି କି? ହେଭେନ୍। ସେ ହେଭେନ୍ ବିଷୟରେ ସମ୍ୟକ ଆ ସାଙ୍ଗରେ ଟିକେ ରିଲେଟେଡ୍ ବିଷୟ ଅଛି, ତାକୁ ଦେଖିବା। ଆପଣ ମାନେ ପାଇପାରିବେ ପ୍ରକାଶିତ 6 ପର୍ବର 10 ଆଉ 11। ଯିଏ ପାରୁଛନ୍ତି ପଢି ଦିଅନ୍ତୁ। ସେମାନେ ଉଚ୍ଚ ସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମେ ବିଚାର ନ କରି ପୃଥିବୀ ନିବାସୀ ମାନଙ୍କ ଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ? ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଶୁକ୍ଳ ବସ୍ତ୍ର ଦତ୍ତ ହେଲା। ପୁଣି ସେମାନଙ୍କର ଯେଉଁ ସହଦାସ ଓ ଭାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କର ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା। ଏଇଠି ଆମେ ଦେଖୁଛୁ ଗୋଟେ ପ୍ରେୟାର। ସେ ପ୍ରେୟାର କୋଉମାନେ କରୁଛନ୍ତି? କିଏ କହିବ? କୋଉମାନେ କରୁଛନ୍ତି? ସେ ଏଇ ଯୋଉ ପ୍ରାର୍ଥନାଟାକୁ କୋଉମାନେ କରୁଛନ୍ତି? ଈଶ୍ୱରଙ୍କ ପାଇଁ ଶହୀଦ ହେଇଥିବ। ମୃତ୍ୟୁବରଣ କରିଥିଲେ ଆତ୍ମା ଗୁଡ଼ିକ। 9 ପଦରେ ତାର ଉତ୍ତର ଅଛି। ଆତ୍ମା ଯାଉ ଲେଖାଇଛି। ମେଷ ଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ, ସେମାନଙ୍କର ଦତ୍ତ ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମା ମାନଙ୍କୁ ମୁଁ ବେଦୀ ତଳେ ଦେଖିଲି। ଫାର୍ଷ୍ଟ କ୍ଲାସ୍ ଏକଦମ କୋଟ ସୁଟ ପିନ୍ଧିକି ଟାଇ ଲଗେଇକିରି ସେମାନଙ୍କୁ ମୁଁ ଗୋଟି ଗୋଟି କରି ଦେଖିଲି। ଲେଖା ହେଇଛି? କିଛି ଲେଖା ହେଇନି। ଆତ୍ମା ମାନଙ୍କୁ ସେ ଦେଖିଲେ। ମୁଁ ଆଜି ଆରମ୍ଭ କରିଥିଲି, ଆଜି ଆମର ଟିକେ ଷ୍ଟଡିଟା ବିକ୍ଷିପ୍ତ ଭାବରେ ହବ। ବର୍ତ୍ତମାନ ଆମେ ଏଇଠି ଥାଉ। ଏଠି ଗୋଟେ ପ୍ରେୟାର ଈଶ୍ୱର ପାଖରେ ବା ଗୋଟେ ଆପିଲ ଈଶ୍ୱର ପାଖରେ ପହଞ୍ଚିଛି। ଆଉ ସେ ଆପିଲ ତାକୁ କରିଛନ୍ତି ଯୋଉମାନେ ଈଶ୍ୱରଙ୍କର ବାକ୍ୟ ନିମନ୍ତେ ଆଉ ଦତ୍ତ ସାକ୍ଷ୍ୟ ନିମନ୍ତେ ହତ ହୋଇଥିଲେ, ସେମାନେ ସେ ପ୍ରାର୍ଥନା କରିଛନ୍ତି ବା ଗୋଟେ ଆପିଲ କରିଛନ୍ତି। ସେ ଆପିଲରେ ଅଛି କେତେ କାଳ, କେତେ ସମୟ ଆମେ ଏଇ ପରୀକ୍ଷା ରହିବୁ, କେତେ ସମୟ, କେତେ କାଳ। ଏଇଠି ରଖିଦବା। ଆମେ ବର୍ତ୍ତମାନ ଯିବା ଲୁକ 9 ପର୍ବର 29। ଯେ ପାଉଛନ୍ତି ପଢନ୍ତୁ। ପୁଣି ସେ ପ୍ରାର୍ଥନା କରୁଥିବା ସମୟରେ ତାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାଙ୍କର ବସ୍ତ୍ର ଶୁଭ୍ର ବର୍ଣ୍ଣ ଅତ୍ୟନ୍ତ ଉଜ୍ଜଳ ହେଲା। ବାସ୍ 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 ବାସ୍।
थैंक यू भौणी दीटा विषय है इंग्रजी लिखा है आज ही प्रेड मुख परिवर्तित है बोली लिखाईनी मुखर रूप परिवर्तित है जीशु पिंधिक आसते बाबिलोनियन वस्त्र पूरा चिकचिक मारला बैगणी वस्त्र नाई 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 भारी गरीब परिवार से गोटे कार्पेंटर घरे जन्म होता और वस्त्र सेमती किसी खास नथिला से कौन करागला वस्त्र कौन है कहतु शुभ्र वर्ण है शुभ्र वर्ण है अत्यंत उज्जवल उज्जवल है शुभ्र वर्ण है वेरी गुड वेरी गुड वेरी गुड वेरी गुड बर्तमान पुणी से प्रकाशित को चली आसवा 11 पद को से 6 पर्वर 11 पद प्रत्येक जन शुभ्रवस्त्र बद है बास 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 जीशुंकर वस्त्र कौन है शुभ्र वर्ण परिवर्तित है एटी कौन है प्रत्येक जनकर वस्त्र को परिवर्तन करते से जो माने आत्मा मान को वस्त्र को परिवर्तन करते एटी जीशु प्रार्थना करू करू तांको वस्त्र परिवर्तित हो गला एठी माने प्रार्थना करू करू उच्च स्वर कहा से कथार्थ करते ईश्वर संगे प्रार्थना करू करू आंको भी वस्त्र परिवर्तित हो गला अनेक समय रे टिके खाथड़ा लगुथो मोर कथाबार्ता करबाक जो संगे जहाँ को मिसौची जिंदे न मिसला पर लगुथो हाँ लागू आपण माने जो माने सब मैच्योर मुझे दौर समस्त एटा नुहे जिते आम प्रार्थना करू आम चिंता करू जे जो टाइप आम रिजल्ट दरकार ठीक सेमती पलि आस लिखा है आज ही प्रेड तांकर मुखर रूप परिवर्तित है तांकर वस्त्र शुभ्र उज्जवल है जेते बेले से आत्मा माने प्रार्थना कले सेमानकर प्रत्येक जन को शुक्ल वस्त्र दिया गला तांकर वस्त्र उज्जवल शुभ्र है प्रभु आमानकर प्रार्थना अनुसार एमाने पचार टाइम केते दिन लागिवो प्रभु तांको कौन दौचंती टिके रेस्ट करो टिके विश्राम करो पढ़ंतु से 11टा को कंप्लीट करंतु सेथिरे सेमानकर प्रत्येक जन को शुक्ल वस्त्र दत्त हैला पुनि सेमानकर जो सहदास और भातृगण सेमानक परि मध्य बध कराजिबे सेमानक संख्या पूर्ण न हेबा जाय आ किछि काल विश्राम करबा को सेमानक कुहा गला विश्रामटा कोन आनंद ना निरानंद आमे जो विश्राम करू आनंद पाऊ ना अशांति पाऊ आनंद शांति को प्रेज द लॉर्ड अनेक समय प्रार्थना प्रभु एग्जैक्ट आमर चिंताधारा अनुसार दियंती नहीं बट ही गिव्स अस कंफर्ट विश्राम दियंती स्थिर जन पाखे पाखे हमको कढ़े नियंती मो निकट को आस मो तुमान को विश्राम देवी उत्तर न दे पारंती किंतु नीरव रहिबेनी कंफर्ट देवे वस्त्र को परिवर्तन कर देवे आ गोटे पद देखिबा लोक 3:21 लोक 3:21 पढ़ंतु समस्त लोक पढ़ंतु समस्त लोक व्याप्त हेला उत्तरे
ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ଆସ୍ତେ ସମୟରେ ଆସ୍ତେ ରହିଯାନ୍ତୁ। ଆଉଥରେ ସେ ପଦ ପଢନ୍ତୁ, ସେତିକିରେ ରହିଯିବେ। ପୁଣି ଆଉଥରେ ସମସ୍ତ ଲୋକ ବାପ୍ତିଜିତ ହେଲା ହେଲା ଉତ୍ତାରେ ପରେ, ହଁ, ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ as he prayed, ଜଷ୍ଟ ଟିକେ ଆଗରୁ ଆମେ ଦେଖୁଥିଲୁ ନା ଲୋକ 9:29ରେ as he prayed, ଦିଟା ବିଷୟ ହେଲା। କଣ ହେଲା? ଆକାଶରୁ ଆକାଶ ଉନ୍ମୁକ୍ତ ହେଲା, heaven was opened as he prayed। ତାପରେ କଣ ହେଲା? ପୁଣି ପବିତ୍ର ଆତ୍ମା ଦୈହିକ ଭାବେ କପଟ ପରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଆଉ came down। ଆଚ୍ଛା, ପବିତ୍ର ଆତ୍ମା ଓହ୍ଲାଇ ଆସିଲେ ନା? ହଁ, ଆଚ୍ଛା, ଯେତେବେଳେ ପ୍ରକାଶିତ ନାହିଁ ପ୍ରେରିତ ପୁସ୍ତକର 2 ପର୍ବରେ ପିତର କହୁଛନ୍ତି ଯେ ଜୋଏଲ ଭାବାଦୀଙ୍କର ଅନୁସାରେ ଆତ୍ମା ସବୁ ଯୁବା ଯୁବତୀ ମାନଙ୍କ ଉପରେ ହବ, ଆସିଥିଲା କି? ଜୋଏଲ କହିସାରିଲା ପରେ ଆସିଥିଲା କି? କୁହନ୍ତୁ, ଆପଣ ମାନେ ସମସ୍ତେ ପରିପକ୍ୱ। ଆସିନଥିଲା। କେବେ ଆସିଲା? 400 କିଏ ବର୍ଷ ପ୍ରାର୍ଥନା ପରେ। କଲା? କିଏ ପ୍ରାର୍ଥନା କଲାଠୁ ଆସିଲା? ଯୌହନ 14:6 ପଢନ୍ତୁ। ଯୀଶୁ ତାଙ୍କୁ କହିଲେ, ଯୋହନ 14, ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ନାଇଁ, ସେଠି ମୋର ରେକର୍ଡିଂ ଭୁଲ ଅଛି, ବାହାର କରିଦଉଛି। ହଁ, 16 ଆକ୍ଚୁଆଲି 14:16। ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କି ଅର୍ଥାତ୍ ସେ ସତ୍ୟମୟ ଆତ୍ମାଙ୍କୁ ଦେବେ। କେତେବେଳେ ଦେବେ? ଯେତେବେଳେ ପ୍ରାର୍ଥନା ହବ। ଜୋଏଲ ତ ବହୁତ ଭାବନ୍ତି, ସେ ବହୁତ ବର୍ଷ ଆଗରୁ କହିସାରିଛନ୍ତି, କିନ୍ତୁ କେତେବେଳକୁ ଦେବେ? ଯେତେବେଳେ ମୁଁ ପିତାଙ୍କୁ ଅନୁରୋଧ କରିବି। ସବୁ ବିଷୟ ପାଇଁ ପ୍ରାର୍ଥନାର ଆବଶ୍ୟକତା ଅଛି। ଯେପର୍ଯ୍ୟନ୍ତ ଯୀଶୁ ପ୍ରାର୍ଥନା କରିନାହାନ୍ତି, ସତ୍ୟମୟ ଆତ୍ମା ଆସିଲେନି। ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମମାନଙ୍କ ସାଙ୍ଗେ ରହିବା ନିମନ୍ତେ ଆସିବେ ପଳେଇବେନି, ରହିବା ନିମନ୍ତେ ସେ ତୁମମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ପଠେଇବେ। ଆମେ ଆରମ୍ଭ କରୁଥିଲୁ କୋଉଠୁ? ସେଇଠୁ ପୁଣି ଫେରିଯିବା ସେଇ ପ୍ରକାଶିତ ବାକ୍ୟକୁ। ଆଜି ମୁଁ କହିଥିଲି ସବୁ ବିକ୍ଷିପ୍ତ ଚିନ୍ତାକୁ ଆମେ ମିଶେଇବା, ପୁଣି ଆମେ ଆସିବା ସେଇ ପଦକୁ। 11 ପଦ, ପ୍ରକାଶିତ 6:11। ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଶୁକ୍ଳ ବସ୍ତ୍ର ଦତ୍ତ ହେଲା। ପୁଣି ସେମାନଙ୍କର ଯେଉଁ ସହଦାସ ଓ ଭାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ। ବାସ୍। ତାମାନେ ଆହୁରି ପର୍ସିକ୍ୟୁସନ ହବ। କିଏ ବଧ କରିବ? ପର୍ସିକ୍ୟୁସନ ହେଲେ ତ ବଧ କରିବେ ନା। ତାହେଲେ ଏଇ ଜାଗାରେ ସୂଚନା ଦିଆ ହେଇଗଲା, ଆହୁରି ପର୍ସିକ୍ୟୁସନ ହବ। ଯେତେବେଳେ ପର୍ସିକ୍ୟୁସନ ହବ, ତେବେ ଯାଇକିରି ସେମାନଙ୍କ ପରି ମଧ୍ୟ ବଧ କରାଯିବେ।
ପୁଣି ସେମାନଙ୍କର ଯେଉଁ ସହଦାସ ଭାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ। ରେଡି ହେଇଗଲାଣି, ଛୁରା ଉଠିଗଲାଣି। ବାବୁରେ ତୁମାନେ ଆଉ ଟିକେ ଶୋଇ ପଡ, ଟିକେ ରେଷ୍ଟ ନିଅ। ଯୋଉ ପ୍ରାର୍ଥନା କଲ ସେଥିପାଇଁ ତୁମକୁ ଉଜ୍ଜଳ ବସ୍ତ୍ର ଦିଆ ହେଇଗଲା, ପିନ୍ଧିକି ଶୋଇ ପଡ। ଆହୁରି ପଶ୍ଚିକୁସନ ଆସୁଛି, ଆହୁରି ତାଡନା ଆସୁଛି, ଆହୁରି ତୁମ ଭାଇମାନେ ଆସିକି ଏଠି ପହଞ୍ଚିବେ। ସେମାନେ ପହଞ୍ଚି ନାହାନ୍ତି, ଜଗତରେ ଅଛନ୍ତି, ତାଙ୍କୁ ମରା ଯିବ। ଆନନ୍ଦର ବିଷୟ ନା, ଉତ୍ସାହର ବିଷୟ। ଈଶ୍ୱର କହିଲେ, ଆପଣ ମାନେ କଣ ଲାଗୁଛି? ଏଟା ବହୁତ ଉତ୍ସାହର ବିଷୟ। ସହଦାସ ଭାଇମାନଙ୍କୁ ମରାଯିବ, ସେମାନେ ଆସିବେ। ବାକ୍ୟ ଖୋଲା ଖୋଲି କହେ, ସବୁ ପ୍ରାର୍ଥନାର ଉତ୍ତର ପ୍ରଭୁ ଯେମିତି ଆମେ ଆଶା କରୁ ସେମିତି ଦିଅନ୍ତିନି। ସେମାନଙ୍କୁ କୁହାଗଲା ଟିକେ ରେଷ୍ଟ ନିଅ, ଟିକେ ବିଶ୍ରାମ କର। ସେମାନେ କେତେ ବଡ ପାଟି କରି, ବାପରେ 10 ପଦରେ ଲେଖା ହେଇଛି, ସେମାନେ ଉଚ୍ଚ ସ୍ୱରରେ ଡାକ ପକେଇକି ପାଟି କରୁଥିଲେ, ହେ ପବିତ୍ର ସତ୍ୟ ପ୍ରଭୁ କେତେ କାଳ, କେତେ କାଳ। ପୁଣି ଆଉ ଥରେ ଲେଖା ହଉଛି, ବିଚାର ନ କରିକିରି ପୃଥିବୀ ନିବାସୀ ମାନଙ୍କର ଆମମାନଙ୍କ ରକ୍ତର ପ୍ରତିଶୋଧ ନ ନେବ। କେତେ ବଡ ଚିତ୍କାର ଚାଲିଥିଲା। କେତେ ଲୋକ ଥିଲେ ମୁଁ ଜଣା ନାହିଁ, କିନ୍ତୁ ଗୋଟେ ଭଏସ ଆସୁଥିଲା, ଚିତ୍କାର ଭଏସ। ପ୍ରଭୁ କଣ କରିଥାନ୍ତେ? ହେ ପାଟି କରନି, ରୋ ଭିତରେ ସବୁ ରହିଥା, ତମେ ଯେମିତି ବେଦୀ ତଳେ ଅଛ ସେମିତି ରହିଥା। ନାଇଁ, ଯେତେବେଳେ ଆମେ ପ୍ରାର୍ଥନା କରୁ, ଆମମାନଙ୍କୁ ଈଶ୍ୱର ଆମମାନଙ୍କୁ କମ୍ଫର୍ଟ ଦିଅନ୍ତି। ସୁନ୍ଦର ବସ୍ତ୍ର ସେମାନଙ୍କୁ ଦିଆଗଲା, ସେମାନଙ୍କୁ କୁହାଗଲା ଟିକେ ବିଶ୍ରାମ କର। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କର ପରିତ୍ରାଣକର୍ତ୍ତା ବ୍ୟକ୍ତି ଯୋଉ ସେଭିୟର ବା ଉଦ୍ଧାରକର୍ତ୍ତା ଯୀଶୁ, ସେ ମଧ୍ୟ ଗେଥସିମନରେ ପ୍ରାର୍ଥନା କରିଥିଲେ। ବାହାର କରିବା ଲୁକ 22:43, ଲୁକ 22:43, ଯିଏ ପାଉଛନ୍ତି ପଢନ୍ତୁ। ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ। ତା ଆଗଟା, ହେ ପିତା, ଯଦି ତୁମର ଇଚ୍ଛା ଥାଏ ତେବେ ଏହି ପାନ ପାତ୍ର ମୋ ଠାରୁ ଦୂର କର, ତଥାପି ମୋହର ଇଚ୍ଛା ନୁହେଁ ମାତ୍ର ତୁମର ଇଚ୍ଛା ସଫଳ ହେଉ। ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ। ଯଦି ତାଙ୍କର ଉତ୍ତର ଦିଆ ହେଇଯାଇଥାନ୍ତା କଣ ହେଇଥାନ୍ତା? ପାନପତ୍ର ଯଦି ପ୍ରଭୁ ନେଇଯାଇଥାନ୍ତେ, ତାଙ୍କର ପ୍ରାର୍ଥନାଟା ସେୟା ଥିଲା, ଯଦି ହେଇପାରେ ଖାଲି ଲଗେଇଲେ। ଯଦି ପ୍ରଭୁ ସେ ପାନପତ୍ରଟାକୁ ଘୁଞ୍ଚେଇ ଦେଇଥାନ୍ତେ କଣ ହେଇଥାନ୍ତା? ଆମେ ଏଠି ଆଉ ବସି ନଥାନ୍ତୁ, ଆମେ ଆଉ ପରିତ୍ରାଣ ପାଇନଥାନ୍ତୁ। ପ୍ରଭୁ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତିନି, ସବୁ ପ୍ରାର୍ଥନାର ଉତ୍ତର ଦିଅନ୍ତି ନାହିଁ, କମ୍ଫର୍ଟ ଦିଅନ୍ତି। ଏଠି ଲେଖା ହଉଛି ସେ ଗୋଟେ ଦୂତକୁ ପଠେଇଲେ, ସେ ଶକ୍ତି ପ୍ରଦାନ କଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ଆମର ଚିନ୍ତା, ଆମର ଜ୍ଞାନ ସବୁ ସୀମିତ, ସେ ଅନୁସାରେ ପ୍ରଭୁ କାମ କେବେ କରନ୍ତିନି। ମୁଁ ଖାଲି ଗୋଟେ ଉଦାହରଣ ଦଉଛି, ତା ସାଙ୍ଗେ ଆଉ କିଛି ଲିଙ୍କ ନାହିଁ ଏ ପାଠ ସାଙ୍ଗରେ। ଅଳ୍ପ ଦିନ ତଳେ ଆମର ସ୍ମିତା ମହାପାତ୍ର ସୁନାବେଡା, ସେ ବାକ୍ୟ ଦଉଥିଲେ ସକାଳେ। ତାପରେ ତାଙ୍କୁ ମଧୁସ୍ମିତା ଭଉଣୀ କହିଲେ, ଭଉଣୀ ଆପଣ ଯଦି ପାରିବେ ଟିକେ ସାକ୍ଷ୍ୟ ଦିଅନ୍ତୁ। ସେ ସାକ୍ଷ୍ୟରେ ଦେଲେ ଯେ ଯଦିଓ ତାଙ୍କର କାର୍ଯ୍ୟ ସମସ୍ତେ ତାରିଫ କରନ୍ତି, କିନ୍ତୁ ଯେତେବେଳେ ପ୍ରମୋସନ ପାଇଁ କମିଟି ବସିଲା, ଆଉ ସେଥିରେ ତାଙ୍କୁ ଆଉ ଜଣେ ଆସିକି କହିଛି ମଧ୍ୟ, ଯେହେତୁ ତମେ ହଉଛ ଗୋଟିଏ ଭିନ୍ନ ଧର୍ମର ଲୋକ,
ସେଥିପାଇଁ ତମେ ପାଇଲନି ପ୍ରମୋସନ। ସେଟା କହିସାରିଲା ପରେ ମୁଁ ତାଙ୍କ ସାଙ୍ଗରେ କଣ୍ଟାକ୍ଟରେ ଆସିଲି। ମୁଁ ସେ ଡିପାର୍ଟମେଣ୍ଟ ତ ଈଶ୍ୱରଙ୍କର। କୋଉଠି ଲେଖା ହେଇଛି ପ୍ରମୋସନ ଡିପାର୍ଟମେଣ୍ଟଟା ଈଶ୍ୱରଙ୍କ ବୋଲି କୋଉଠି ଲେଖା ହେଇଛି? ମୁଁ ଏଠି ଯେମିତି ଫ୍ରିରେ ପ୍ରଶ୍ନ ପଚାରେ ମୁଁ ସବୁ ଜାଗାରେ କରିପାରେନି, କାରଣ ଏଠି ସବୁ ପରିପକ୍ୱ। କୋଉଠି ଲେଖା ହେଇଛି ଈଶ୍ୱରଙ୍କ ସେଟା ଡିପାର୍ଟମେଣ୍ଟ ବୋଲି? ଗ୍ରେସ୍ ଭଉଣୀ, ଆପଣ ଖାଲି ଚୁପଚାପ ହେଇକି ବସୁଛନ୍ତି, କୁହନ୍ତୁ। ସମସ୍ତ ସିଦ୍ଧ ଉର୍ଦ୍ଧ୍ୱରୁ ଆସେ। ନାଇଁ 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 ନାଇଁ, ମୁଁ କହୁଛି ପ୍ରମୋସନ 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 ଡିପାର୍ଟମେଣ୍ଟ କୁ ପ୍ରଭୁ ତାଙ୍କ ହାତରେ ରଖିଛନ୍ତି। ଏଟା କୋଉଠି ଲେଖା ହେଇଛି? ନା ନା, ସେ ଉଚ୍ଚ କରିପାରନ୍ତି, ନିର୍ଧନ କରିପାରନ୍ତି, ଧନୀ କରିପାରନ୍ତି। କୋଉଠି 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 ଲେଖା ହେଇଛି? ଅଛି ସେଠି ଅଛି ଯେ ନାଇଁ, କ୍ୟାଟେଗୋରିକାଲି ଲେଖା ହେଇଛି। ସେ ଉନ୍ନତ କରନ୍ତି, ନିର୍ଧନ କରନ୍ତି। ହଁ, ବାହାର କରନ୍ତୁ। ଗୀତ ସଂହିତା 75 ପର୍ବର 7 ପଦ। ପ୍ରଥମ ଗୀତ ସଂହିତା 75 ପର୍ବର 7 8 କି 7 ଖାଲି ଏମିତି ପଢନ୍ତୁ ଯିଏ ପାଇଲେ। ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି, ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି। ସେ ହଉଛନ୍ତି ପ୍ରମୋସନ ର ଡିପାର୍ଟମେଣ୍ଟ ତାଙ୍କ ହାତରେ ଅଛି। ସେ ଡିପାର୍ଟମେଣ୍ଟ ସେ କାହାକୁ ଦେଇନାହାନ୍ତି। ମୁଁ ସ୍ମିତା ମହାପାତ୍ରଙ୍କୁ କହିଲି, କାହିଁ ବ୍ୟସ୍ତ ହଉଛ? ଯୋଉ ଈଶ୍ୱରଙ୍କୁ ତୁମେ ପ୍ରେମ କରୁଛ ତାଙ୍କର କାମ କଣ? ସେ ଜଣକୁ ଉନ୍ନତ କରିବେ ଆଉ ଜଣକୁ ଅବନତ କରିବେ। ସେ ଡିପାର୍ଟମେଣ୍ଟ ତାଙ୍କର। ବ୍ୟସ୍ତ କଣ? ମଣିଷ କିଏ? ପାଣିର ଫୋଟକା, ତାହାକୁ କାହିଁ ଭୟ କରୁଛ? କାହିଁକି ବ୍ୟସ୍ତ ହଉଛ? ପ୍ରଥମ ରାଜାବଳୀ 2:30, ପ୍ରଥମ କିମ୍ବା ଦ୍ୱିତୀୟ, ଏନିୱେ ଆଗେ ଦେଖନ୍ତୁ ପ୍ରଥମ ରାଜାବଳୀ 2:30। ପ୍ରଥମ ରାଜାବଳୀ 2:30। ତାହାକୁ କହିଲା, ରାଜା କହିଅଛନ୍ତି ବାହାରକୁ ଆସ। ମାତ୍ର ସେ କହିଲା, ନା, ମୁଁ ଏଠାରେ ମରିବି। ଏଥିରେ ବନାଏ। ନାଇଁ 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 ନାଇଁ, ତେବେ ଦ୍ୱିତୀୟ ରାଜାବଳୀ 2:30। 2:30 ନାହିଁ ଭାଇ। ଆଚ୍ଛା, କୋଉଠି ଲେଖା ହେଇଛି? ଯୋଉମାନେ ଆମକୁ ଗୌରବ କରନ୍ତି ଆମେ ସେମାନଙ୍କୁ ଗୌରବ। ହଁ, ସେଟା ପ୍ରଥମ ସାମୁଏଲ 2:30। ପ୍ରଥମ ସାମୁଏଲ 2:30 ର ଲାଷ୍ଟ କୁ ଅଛି। ହଁ, ଯୋଉମାନେ ଆମ୍ଭର ଗୌରବ କରନ୍ତି ଆମ୍ଭେ ସେମାନଙ୍କର ଗୌରବ କରିବା। ମାତ୍ର ଯୋଉମାନେ ଆମ୍ଭକୁ ତୁଚ୍ଛ ଜ୍ଞାନ କରନ୍ତି ସେମାନେ ଲଘୁ ଜ୍ଞାନ କରାଯିବେ। ଆମେ 75 ଗୀତ ସଂହିତା 75 ଦେଖିଲୁ, ପ୍ରମୋସନ କମେଥ୍ neither from the east, not from the west, not from the south. God is the judge who putteth down one and setteth up another. ଏଲା ତାକୁ କହିଲି, ସେ କହିଲେ ମୋର ଏତେ ମନ ଖୁସି ହେଇଯାଉଛି ଆପଣଙ୍କର ଏଇ 2ଟି ବାକ୍ୟ ପାଇଁକା, ଏତେ ଖୁସି ହେଇଯାଉଛି ଯେ ସେ ପ୍ରମୋସନର ମାଲିକ ସେ। ମଣିଷ କଣ କରିବ? କିଛି କରିପାରିବନି। ଏଠି ଆମେ ଦେଖୁଛୁ ଯୀଶୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏ ପାନପାତ୍ର ମୋଠୁ ନେଇଯାଅ। କିନ୍ତୁ ସେ ଉତ୍ତର ପ୍ରଭୁ ନ ଦେଇକିରି ଗୋଟେ ଦୂତକୁ ପ୍ରେରଣ କରୁଛନ୍ତି। ସେ ତାଙ୍କୁ ଶକ୍ତିଯୁକ୍ତ କରୁଛି, ଷ୍ଟ୍ରେନ୍ଥେନ୍ କରୁଛି। ସେ ତାଙ୍କୁ ଷ୍ଟ୍ରେନ୍ଥେନ୍ କରୁଛି ଆଉ ଶକ୍ତିଯୁକ୍ତ କରୁଛି। ଆମେ ଯେତେବେଳେ ଦେଖୁଛୁ ପ୍ରକାଶିତରେ, ସେତେବେଳେ ସେମାନେ ଉଚ୍ଚ ସ୍ୱରରେ ଚିତ୍କାର କରି କହୁଛନ୍ତି, ଆଉ କେତେ କାଳ ପ୍ରଭୁ, ଆଉ କେତେ କାଳ? ସେ ଡାକ ପକେଇକିରି କହୁଥିଲେ, ହେ ପବିତ୍ର ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମେ ବିଚାର ନ କରିକି ପୃଥିବୀ ନିବାସୀ ମାନଙ୍କ ଠାରୁ ଆମମାନଙ୍କ ରକ୍ତର ପ୍ରତିଶୋଧ ନବ? ତାଙ୍କର ଉତ୍ତର ମିଳିଲାନି। ପ୍ରଭୁ ତାଙ୍କର ଉତ୍ତର ଦେଲେନି, କେତେ କାଳ ବୋଲିକା ଦେଲେନି। ଯୀଶୁ ନିଜେ କହୁଛନ୍ତି ଜଗତରେ ଥିଲାବେଳେ, ପିତା ବିନୁ ପୁତ୍ର ସୁଦ୍ଧା ସେ ଦିନ ଜାଣେ ନାହିଁ। ନିଜ ପୁତ୍ରଙ୍କୁ ଯେ ଜଣାଉନାହାନ୍ତି ସେମାନଙ୍କୁ ଜଣେଇ ଦେବେ ଯେ କେତେ କାଳ ବୋଲିକା? ନାହିଁ, ବିଶ୍ରାମ କର,
प्रभु पाखर अनेक समय आसे कंफर्ट, आमे मागी थाउ रिजल्ट। प्रभुंकर ज्ञान बुद्धि आमठू केते गभीर, ताहांकर विचार बोधर अगम्य। जो प्रभु को आमे सेवा करचु, जो प्रभु को आमे प्रार्थना करचु, जेतले आमे तांकर महानता को, तांकर पराक्रांत हस्तर कार्य सब को जेतले चिंता करू, हृदय आमानकर भरी जाए। एभली ईश्वर को आमे पिता बोली भी कहूचु, एभली ईश्वर को आमे तांकर संतान हबार अधिकार पाइचु। एभली ईश्वर को संगे आमाने इटर्निटी कटेया पे का आमाने मनोनीत होइचु। हाउ ग्रेट thou art। आमान को प्रार्थना सबुठू इम्पोर्टेंट। गोटे सत्य घटना आपण मान आगे रखी, आपण मैंने जानीपारे जे आपण मान प्रार्थनाटा केते आश्चर्यजनक आउ सेटा केते शक्तियुक्त। अमेरिकार घटना, सत्य घटना। गोटे पास्टर तांकर से कार रे जाउतिले, दुर्घटनाटा अति मर्मन्तुद भयावह। गोटे विराट ट्रक, उच्चा ट्रक, केते चक थी मु भी जानी, ता भितर पूरा से कारटा पेस्ट हो गला। छात आसिक मुंड ऊपर माड़ है, स्टेरिंग ता छाती रे माड़ है, देहर कौन सी जगह न भांगिक न खराब किछि आउ बाकी नथिला। सांगे सांगे तांकर देशर सिस्टम बहुत स्पीडी, पारामेडिकल सब आसीगले, आंबुलांस नहीं कि आसीगले, सहायता टीम आसीगले, स्टेथोस्कोप जहाँ जेन दरकार सब धरिक आसीगले, उद्धार करागला। ता भितर से आंबुलांस भितर शुआगला। तापर देखिले जे से डेड मरी जाइछन्ति। मेडिकल साइंस कहे 10 मिनिट डेड हेगला परे से गोटे वेजिटेबल हो जाए, से आउ जीवन शक्ति नहीं, ताको कहते वेजिटेबल। तापरे 90 मिनिट से जेतेबेले स्वर्ग को गले, मु आगुरु से तो कही दउची, ताको निज परिजन मान संगे देखाला, जीसु को संगे देखाला, बहुत खुशी हेले। मात्र ठीक सही समय आउ गोटे पास्टर अन्य जगारू सही बाट देके आसुथिले, जीसु तांको स्पष्ट भाव में कहिले, ए जो डेड बॉडी अच्छी से मोर गोटे लोक, तापाइका प्रार्थना करो, से जमती जीवन पाइबो, तार इंटरनल ऑर्गन जमती कौन से नष्ट होई नथिबो, तार ब्रेन हैमरेज होई नथिबो। से प्रार्थना करि चलचंती, प्रार्थना करि चलचंती, प्रार्थना करि चलचंती। एमिति बाया लोकर प्रार्थना सुनिकिरी से एम्बुलेंस वाला कहले, भाई टिके शीघ्र ओल्लै जाओ, आमे जीवा, 90 मिनिट हो गलानी, से डेड सा बंचीबेनी, काहे प्रार्थना करूछ। हठात से पास्टर कौन कले, डेई पड़िकी एम्बुलेंस कहला ना आमे पळेबा, से जगह रास्ता पर सोई गले, कहले चढ़ाओ मो पर चढ़ी नियो। कि आश्चर्य लोक, 90 मिनिट हो गलानी, किछि नाही, ता देहर किछि नाही, रक्त संचालन होनी, किछि नाही, तमे इमती कोन नाटक एठी कोन चलैछ एठी। तांको उठे लेखले नाई, मते प्रभु कहिसंती प्रार्थना करिया पई, आउ थरे तांकर चेक करो। सेते गोड़ को सेतले से माने आउ थरे बाध्य होई किरी अनिच्छा सत्वे पुणी चेक कला को पल्स आसी गला। माउस कांटे को लंबाई किटे नबाको चाहुनी, से बंची गले। प्रभु तांको कहले प्रार्थना करो, से बंची जीव। से सेतल को 90 मिनिट भितरे स्वर्ग जाइकिरी तांकर बंधु बांधव मान से देखाई कि जीसु संगे देखाई कि खुशी बासी हो सारी। पुणी जेतेबेले प्रार्थना ये कले, तांको प्रभु पुणी आउ थरे पठेले, से भितरे पशिले। 31टा सर्जरी हैला, तांकर हाड़ सब भांगी जाई गुंड गुंड होइथिला। 2 वर्ष पर्यंत सर्जरी चलिला,
देह सारा बैंडेज जे लोक आसिले जदि तांकर टिके इमोशनल रेट टिके बेसी से हार्ट माने बेहोश हो पड़ते जे समस्त भी छड़ा गलानी से दृश्य अति मर्मन्तुत थिला गोटे डेड बॉडी को जमी गुड़ेवा कथा सेमती गुड़ा होता देह सारा जो मैंने आसुथिले से कन्सोलेशन रो वाक्य दवापाइका से माने कन्सोलेशन देबे कौन ये खाली कहते जहाँ से हृदय परिवर्तन हो जाउथिला मोर ईश्वर स्वर्ग रे अछंती मो संग देखाला से आम समस्त को ना धरिकी जानिचंती मते पुणी पठेले प्रस्तुत हुंतु पाप पाई अनुताप करंतु स्वर्ग राज्य बढ़िया जिनस मिस करंतु निज जगतरे केते जे लोक हयतो से मंडली रे पास्टर थिबा समय जते लोक प्रभु को पाई नथिले आटो अधिक लोक प्रभु को पाइले कांदिले सेमाने आस्थिले आंको सहानुभूति देखैया पाई शांति सांत्वनार कथा कहया पाई मात्र सेमाने परिवर्तित होइकी गले आहा ईश्वरंकर ज्ञान आ बुद्धि केते गभीर मनुष्यर बोधर अगम्य प्रेज द लॉर्ड आपण को प्रार्थनार मूल्य केते यीशु जगत रे थिला बेलको पहाड़ ऊपर ये प्रार्थना करिसंती शिक्षा दबा आगुरु प्रार्थना करिसंती भोजन आगुरु प्रार्थना करिसंती गेसमन बगीचा रे प्रार्थना करिसंती कृष ऊपर प्रार्थना करिसंती जगतरु छाड़िबा पर बेलको मध्य प्रार्थना कले मो कहिले पिता पठेबे पवित्र आत्मा एबे मध्य जाइकरी से पिता को दक्षिण पार्श्व रे रहिकरी प्रार्थना करुचंती आ गोटे कहानी सत्य कहानी कहीकि शेष कर माइकल डेव तांकर व्यवहारटा सान बेल एत भल नथिला तांकर ग्रांडफादर सब बेले रागुथिले तोते किछि हबनी तू एमिति नष्ट पिला एमती कर गाड़ी दौले मन भारी खराब थिला जी जते खराब थिले मध्य से टिके सुनिया को चाहे भल कथा तापर से गले चर्च को चर्च में किसी परिवर्तन किसी हेलानी तापर से भाविले मु जाइकरी डिफेन्स रे काम करी सैन्य विभाग रे काम कले सेठी भल लगलानी पळे आसिले आसिला पर गोटे चर्च जाइथिले जोटी कि से माने पर भाषा रे कथबार्ता करती से चर्च बहुत आत्मिक चर्च सेठी से पर भाषा शिखिले आ गोटे आत्मिक मना झील को बह कले सेतबेले से गोटे 100 मील परिका गोटे जगार से काम करते ये काठ चिरा हुए पटागुरा रखा जाए पुणी बना हुए यही गोटे टाइप रो कंपनी रे से काम करते छोटिया मोटिया काम से किसी उत्तम काम नहीं ठीक से समय जो 8टा से गोटे पुंगा बाजिब गोटे बड़ हुइसिल बाजिब ताको कहती ओडिया रे पुंगा से समस्त जाकि पहुँचे आउ से कम सारिकी जो लंच आवर से पुणी आ गोटे पुंगा बाजो जे जार लंच खाया जी पुणी आउ थे बाजिले पुणी कम को आसवे आउ लास्ट जो 5टा बेल को आउ थे बाजिब समस्ते जे जा घर को जी से किसी दिन कम कले ताको भी भल लगे पड़े आसिले गोटे पास्टर को पाखक गले से पास्टर कहले पास्टर मत गोटे छोट रूम दब कि ना कहीं ना मु प्रार्थना करी प्रभु मत जनाऊँ मु प्रार्थना करी से चर्च गोटे छोट जगह देले रूम भी तो नुहे क्लोजेट बोली कहते ये जमती पुंगा बाजे से जाकि पहुंची जाते से चाकरी जाऊँच मु प्रार्थना जी आ से प्रार्थना करती मध्याह्न भोजन बेलू जो पुणी हुइसिल बाजे बा पुंगा बाजे से बंद करती जहाँ खाइबार नहीं था खाती पुणी जो बाहर पुणी प्रार्थना करने को आरंभ करती केते दिन कले जानवे 10 दिन नहीं मासे नुहे 2 मास नुहे
ବର୍ଷେ ନୁହେଁ 3 ବର୍ଷ। ସେ ଲେଖନ୍ତି ଯେ ଏତେ ଶକ୍ତିଯୁକ୍ତ ହେଇଗଲେ ସେ ଗୋଟେ ଚର୍ଚ୍ଚକୁ ଦିନେ ଯାଇଛନ୍ତି, ଆଉ ସେ ଚର୍ଚ୍ଚର ପାଷ୍ଟର ବଡ ବୋରିଂ ସେ ବାକ୍ୟ ଦଉଛି, କାହାର ମନ ବି ଠିକ ଠିକଣା ନାହିଁ। ଏଇ ସମୟରେ ପ୍ରଭୁ ତାଙ୍କ ଆଗରେ ଗୋଟେ ଏକ୍ସଟ୍ରା ରିପୋର୍ଟ ଆଣିକି ରଖୁଛନ୍ତି, ଆଉ ସେ ଏକ୍ସଟ୍ରା ରିପୋର୍ଟଟା କାହାର ସେ ପୁରା ଦେଖିପାରୁଛନ୍ତି ତାଙ୍କର ଚେହେରା। ସେ ଗୋଟେ ଲେଡି ସେ ଆଗରେ ବସିଛନ୍ତି, ତାଙ୍କର ଆଣ୍ଠୁର ପ୍ରୋବ୍ଲେମ ଅଛି, ଆଉ ସେ ଏକ୍ସଟ୍ରା ରିପୋର୍ଟ ପରେ ସେ ଆଣ୍ଠୁରେ କୋଉ ଜାଗାର ପ୍ରୋବ୍ଲେମ ସେ ଦେଖିପାରୁଛନ୍ତି। ସେମିତି ପ୍ରଚାର ଚାଲିଥିଲା, ସେ ଉଠିକି ଗଲେ ସେ ଲେଡି ପାଖକୁ, କହିଲେ ଇଜ ଦେୟାର ଏନି ପ୍ରୋବ୍ଲେମ ୱିଥ୍ ୟୁ? ସେ କହିଲେ ୟା ଆଇ ହାଭ ନି ପେନ୍, କ୍ୟାନ୍ ଆଇ ପ୍ରେ ଫର ୟୁ? ୟା। ଆଉ ଯେତେବେଳେ ପ୍ରାର୍ଥନା କରୁଛନ୍ତି ସେ ସୁସ୍ଥ ହେଇଗଲେ। ସେ ସୁସ୍ଥଟା ସେଇଠି ସୀମାବଦ୍ଧ ହେଇକି ରହିଲାନି, ପ୍ରଚାର ବନ୍ଦ ହେଇଗଲା, ଲୋକ ଛୁଅ ଛୁଟିଲେ, ଫୋନ ଲୋକେ କଲେ, ତାଙ୍କ ଘରୁ ଲୋକ ଆସିଗଲେ, ଖାଲି ସୁସ୍ଥ ଯେ ସୁସ୍ଥ ଚାଲିଲେ। କେତେ ବର୍ଷ ସେ କରିଛନ୍ତି ଜାଣିଛନ୍ତି? 37 ଇୟର୍ସ ପ୍ରଭୁ ତାଙ୍କୁ ବ୍ୟବହାର କଲେ ସୁସ୍ଥ କରିବାରେ, ଭୂତ ଛଡେଇବାରେ। 37 ଇୟର୍ସ। ତାପରେ ସେ ମଲେ, ତାପରେ ସେ ମରିଗଲେ। ଆଉ ପ୍ରାର୍ଥନା ଯୋଉ 3 ବର୍ଷ 8 ଘଣ୍ଟା, କହିଲେ ମୁଁ କିଛି ପ୍ରାର୍ଥନା କରେନି, ମୁଁ ପର ଭାଷାରେ ପ୍ରଭୁଙ୍କ ସାଙ୍ଗରେ କଥାବାର୍ତ୍ତା କରେ। ଏତେ ଶକ୍ତି ଆସିଲା, ଈଶ୍ୱରଙ୍କର ଶକ୍ତି ସେ ନିର୍ଗତ ହେଲା। ସେ ଯୋଉଠି ପ୍ରାର୍ଥନା କଲେ, କୋଉ ଲୋକ ଅସୁସ୍ଥ ହେଇକି ଘରକୁ ଯାଇନି, ସୁସ୍ଥ ହେଇକିରି ଘରକୁ ଫେରିଛି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆରମ୍ଭ କରିଥିଲି ଯେ ବିକ୍ଷିପ୍ତ ଚିନ୍ତାଧାରା ରୁ ଆଜି ମୁଁ ଆରମ୍ଭ କରିବି। କଲସି 3:1 ଆରମ୍ଭ କରିଥିଲି, ତା ସାଙ୍ଗରେ କୌଣସି ସମ୍ପର୍କ ନଥିଲା ପ୍ରକାଶିତର। ତୁମେ ଯଦି ଉତ୍ଥିତ ହୋଇଛ, ସେଇ ସ୍ୱର୍ଗରାଜ୍ୟ ବିଷୟ ଅନ୍ୱେଷଣ କର। ଇଂରାଜୀରେ ଅଛି ସିକ୍। ସ୍ୱର୍ଗକୁ ମଧ୍ୟ ଯୋଉମାନେ ଆତ୍ମା ମାନେ ଯାଇଛନ୍ତି, ସେମାନେ ବି ପଚାରୁଛନ୍ତି କେତେ କାଳ। ତାଙ୍କୁ କୁହାହଉଛି, ସେ ପ୍ରାର୍ଥନାର ଉତ୍ତରେ ପ୍ରଭୁ ତାଙ୍କୁ କମ୍ଫର୍ଟ କରୁଛନ୍ତି, ତାଙ୍କ ପୋଷାକକୁ ପରିବର୍ତ୍ତନ କରିଦଉଛନ୍ତି। ଯେତେବେଳେ ଯୀଶୁ ଜଳରୁ ବାପ୍ତିଜିତ ହେଇକି ଉଠିଲେ, ଆକାଶ ଖୋଲିଗଲା, ପବିତ୍ର ଆତ୍ମା ଆସିଲେ। ଯେତେବେଳେ ପାହାଡ଼ ଉପରେ as he prayed, ରୂପ ପରିବର୍ତ୍ତନ ହେଇଗଲା, ପୋଷାକ ପରିବର୍ତ୍ତିତ ହେଇଗଲା, ଶୁଭ୍ର ବର୍ଣ୍ଣ ହେଇଗଲା। as you pray, ଆପଣ ମାନେ ଯୋଉ ପ୍ରାର୍ଥନା କରୁଛନ୍ତି ତାର ସମାନ କିଛି ନାହିଁ। ସୋ ପାୱାରଫୁଲ, ସବୁ ପରିବର୍ତ୍ତନ ହେଇଯିବ, ସବୁ ପରିବର୍ତ୍ତନ ହେଇଯିବ। ବିଶ୍ୱାସ କରନ୍ତୁ, ସେ ପ୍ରଭୁ ଜୀବନ୍ତ ପ୍ରଭୁ, ପ୍ରାର୍ଥନା ଶ୍ରବଣକାରୀ ପ୍ରଭୁ। ଅନ୍ୱେଷଣ କରନ୍ତୁ, ପାଇବେ। ଗଡ୍ ବ୍ଲେସ୍ ୟୁ ଅଲ୍। थैंक यू वेरी मच। प्रेज द लॉर्ड। ये बहुत बहुत धन्यवाद प्रभु को, धन्यवाद जेहेतु से आपन काम मध्य रखिछंती और सुंदर वाक्य द्वारा मन को कढ़ई नौछंती से स्वर्ग राज्यर सुंदरता विषय आ मन को धैर्य विषय हम किन धैर्य धरिबा, प्रभुर राज्य को जीवा पई प्रस्तुत होबा, से प्रति आकर्षित होबा, उद्धस्त विषय पई भाई केते